ଆପଣ ଅନେକ ସମୟରେ ଶୁଣିଥିବେ ଯେ କିଛି ଲୋକ ଅଛନ୍ତି ବା ସେମାନଙ୍କ ପାଇଁ ଗୋଟେ ଓଡ଼ିଆରେ କଥା ଅଛି, ହଗିକି ପଛକୁ ଅନଉଥିବା ଲୋକ ଅନେକ ଅଛନ୍ତି। ହଗିକି ପଛକୁ ଅନଉଥିବା ଲୋକ ଅର୍ଥାତ୍ ଯେ ଯେଉଁମାନେ କେତେ ଝାଡ଼ା ଗଲେ ତାର ମଧ୍ୟ ହିସାବ କରନ୍ତି। ସେମାନେ କୌଣସି କଥାକୁ ଗୁରୁତ୍ୱ ଦିଅନ୍ତିନି, କେବଳ ନିଜର ସ୍ୱାର୍ଥକୁ ହିଁ ଗୁରୁତ୍ୱ ଦିଅନ୍ତି ଏବଂ ଖାଣ୍ଟି ଓଡ଼ିଆରେ କହିଲେ ସେମାନଙ୍କୁ କଞ୍ଜୁସ ବୋଲି କୁହାଯାଏ। ଯେଉଁମାନେ ହଗିକିରି ପଛକୁ ଅନାନ୍ତି ବା କେତେ ଝାଡ଼ା ଗଲେ ତାର ହିସାବ କରନ୍ତି, ସେମାନଙ୍କ ସହିତ ଯଦି ଆପଣମାନେ ସମ୍ପର୍କ ରଖିବେ, ସମାଜରେ ଆପଣଙ୍କର ମୂଲ୍ୟ ହ୍ରାସ ହେବ। ଯେଉଁମାନେ ଏମିତି ବ୍ୟକ୍ତିତ୍ୱ, ସେମାନଙ୍କୁ ପ୍ରଥମେ ଆପଣ ଚିହ୍ନିବାକୁ ଚେଷ୍ଟା କରନ୍ତୁ ଯେ ଏଭଳି ବ୍ୟକ୍ତିତ୍ୱର କେଉଁମାନେ ଅଛନ୍ତି ଏବଂ ଏଇଭଳି ବ୍ୟକ୍ତି ଆପଣଙ୍କ ସହ କାହିଁକି ମିଶୁଛନ୍ତି ବା ଆପଣଙ୍କ ପାଖରେ ସେମାନଙ୍କର କ'ଣ ସ୍ୱାର୍ଥ ଅଛି, ସେ ସବୁ ଦିଗରେ ଆପଣଙ୍କୁ ହିଁ ତର୍ଜମା କରିବାକୁ ପଡ଼ିବ। ଯଦି ଆପଣ ତର୍ଜମା ନ କରି ସେମାନଙ୍କ ସହିତ ମିଶିଲେ ନିଶ୍ଚିତ ଭାବେ ଆପଣ କେଉଁଠି ନା କେଉଁଠି ମୂଲ୍ୟହୀନ ହୋଇଯିବେ, ବରଂ ଆପଣ ଜଣେ ମୂଲ୍ୟବାନ ମଣିଷ ଭାବେ ବିବେଚିତ ହେବେ ନାହିଁ। କାହିଁକିନା ସେମାନେ ପରା ଝାଡ଼ାର ବି ହିସାବ ରଖୁଛନ୍ତି ଏବଂ ସେମାନେ ହଗିକି ପଛକୁ ଅନଉଛନ୍ତି। ଏଇ ତ ଜୀବନର କଥା।